ପ୍ରତିଟି ଚାଷୀ ତାଙ୍କ ଜୀବନର ପ୍ରତିବର୍ଷର ଜୀବନର ଯେମିତି ଶୁଭାରମ୍ଭ ହୁଏ ଆଜି ତାଙ୍କ ଚାଷ ଜୀବନର ଶୁଭାରମ୍ଭ କରିଛନ୍ତି। ଅଖିମୁଠି ଚାଉଳ ବିଲରେ ଦେଇ ହଳ କରି ବିହନ ବୁଣି ଯେମିତି ଚାଷ ଆରମ୍ଭ କରାଯାଏ ତାର ଶୁଭ ଅନୁକୂଳ ଆଜି ହେଇଛି। ଏଇଟା ଗୋଟେ ଓଡ଼ିଆ ଅସ୍ମିତାର ବହୁତ ବଡ଼ ପରିଚୟ। ଆମ ରାଜ୍ୟ ଗୋଟେ କୃଷି ଭିତ୍ତିକ ରାଜ୍ୟ। ଆଉ କୃଷକମାନଙ୍କୁ ସହାୟତା ପାଇଁ ଆମ ସରକାର 800 ଟଙ୍କାରେ ଗୋଟେ ବୋନସ୍ ଘୋଷଣା କରିଥିଲେ, ଯାହାଦ୍ୱାରା ଆମେ ସମସ୍ତେ ଦେଖିଛନ୍ତି ଗତ 2 ବର୍ଷ ତଳେ ଆମେ ଯେତିକି ଧାନ ଚାଷ କରିଥିଲେ ତା ଗତ ବର୍ଷରେ ତାର 3 ଗୁଣା ଧାନ ଚାଷ ହେଇଛି। ତ ଆମେ ଏଇଥର ଗୋଟେ ଚାଉଳ ବହୁଳ ରାଜ୍ୟ ହିସାବରେ ଆମେ ଗଣତି ହେଇଛନ୍ତି ସାରା ଭାରତ ବର୍ଷରେ। ସରକାର ବି ଚାହୁଁଛନ୍ତି ଆମ ରାଜ୍ୟର ଯୋଉଟା ମୂଳଦୁଆ ରହୁଛି ଚାଷ, ଯାହାଦ୍ୱାରା ଆମର ଜିଡିପିକୁ ଷ୍ଟ୍ରଙ୍ଗ କରୁଛି ଆଉ ରାଜ୍ୟର ଇକୋନୋମିକୁ ଆର୍ଥିକ ହିସାବରେ ବଢ଼ଉଛି, ସେଟାକୁ କେମିତି ଆଗକୁ ଆହୁରି ଅଧିକ ବ୍ୟାପକ ଭାବରେ ଯୋଜନା ପ୍ରସ୍ତୁତ କରି କୃଷକମାନଙ୍କୁ ଆଉ ଆମ ଚାଷୀମାନଙ୍କୁ ଲାଭାନ୍ୱିତ କରି ହେଇପାରିବ, ତା ପାଇଁ ସରକାର ବହୁତ କିଛି ଯୋଜନା କରିଛନ୍ତି। ତା ଭିତରୁ ଗୋଟେ ଯୋଜନା 800 ଟଙ୍କାର ବୋନସ୍ ଥିଲା। ଆହୁରି ବି ବହୁତ ଜିନିଷ ହେଉଛି। ପ୍ରତି ବ୍ଲକରେ ଗୋଟେ ଶୀତଳ ଭଣ୍ଡାର କରାଯିବ। ଯେଉଁ ଚାଷୀ ଭାଇମାନେ ଆମର ଚାଷ କରୁଛନ୍ତି ତାଙ୍କର ଜିନିଷକୁ କେମିତି ଲମ୍ବା ସମୟ ପାଇଁ ସୁରକ୍ଷିତ ରଖା ହେଇପାରିବ ଆଉ ତାର ସ୍ୱଚ୍ଛଳ ମାର୍କେଟ କେମିତି ତିଆରି ହେଇପାରିବ, ମଣ୍ଡି ହଉ କି ଅନଲାଇନ୍ ମାର୍କେଟ ଜରିଆରେ, ତା ପାଇଁ ବି ଆମ ସରକାର ପ୍ରୟାସ ଜାରି ରଖିଛନ୍ତି। ଆଉ ବହୁତ ଶୀଘ୍ର ଆମ ଓଡ଼ିଶା ରାଜ୍ୟ ଏସବୁ ଜିନିଷ ପାଇବ ଆଉ ଚାଷୀ ଭାଇମାନେ ବହୁତ ଉପକୃତ ହେବେ ଏଇ ଜିନିଷରେ। ତ ଆମେ ବି ଓଡ଼ିଶାର ଜନସାଧାରଣ ହିସାବରେ ଆମେ ବି ଚାଷୀ ଭାଇମାନଙ୍କୁ ସାହାଯ୍ୟ କରିବୁ, ସହଯୋଗ କରିବୁ ସବୁ କ୍ଷେତ୍ରରେ। ସରକାରଙ୍କର ଯାହା ନୀତି ନିୟମ ରହିବ ତାକୁ ଆଣି କେମିତି ଚାଷୀ ଭାଇମାନଙ୍କ ପାଖରେ ପହଞ୍ଚାଇ ଯାଇପାରିବ, ଯେହେତୁ ଆମେ ଜନସାଧାରଣଙ୍କ ଦାୟିତ୍ୱ ନେଉଛୁ ତାହା ବି ଆମେ କରିବୁ। ଆଉ ସରକାର ନିଶ୍ଚିତ ଚାଷୀ ଭାଇମାନଙ୍କୁ ଉପକୃତ କରିବେ ଆଉ ଏ ଚାଷୀ କୂଳ ଉପକୃତ ହେବ। କଥାରେ ଅଛି ଚାଷ ଅଛି ଯାହାର ସୁଖ ଅଛି ତାହାର। ତାଙ୍କ ବିନା ଆମେ ଖାଦ୍ୟ ଗଣ୍ଡେ ପାଇବାନି। ଆମେ ଯଦି ଆଜି ଏଠି ଛିଡ଼ା ହେଇଛନ୍ତି ସମସ୍ତେ ସେଇ ଚାଷୀ ଭାଇମାନଙ୍କ ପାଇଁ, ତାଙ୍କର ଅକ୍ଲାନ୍ତ ପରିଶ୍ରମ ଆମ ରାଜ୍ୟକୁ ବହୁତ ଆଗକୁ ନେଇଛି, ଆମ ଦେଶକୁ ବହୁତ ଆଗକୁ ନେଇଛି। ଏଠିକାର ଉପସ୍ଥିତି ଆମର ମଣ୍ଡଳ ସଭାପତି ଅଛନ୍ତି ବିକାଶ ବେହେରା, ଆମର ଯୁବ ସଭାପତି ବିଳାସ ଭାଇ, ଆଉ ଆମର ଦାଦା ନେତା ହେଉଛନ୍ତି ଜଗନ୍ନାଥ ରାଉତ, ଅର୍ଜିତ ନନା, ଆଉ ଆମର ଗାଁର ବରିଷ୍ଠ କର୍ମୀମାନେ ଚାଷୀ ଭାଇମାନେ ଅଛନ୍ତି। ଆଜି ଯେଉଁ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଚାଷୀମାନଙ୍କର ଏ ଗୋଟେ ଆଜି ହେଉଛି ମାନେ ବଡ଼ ପର୍ବ, ଯାହା କହିଲେ କି କଳ୍ପନା ବି କରିହେବନି। ଓଡ଼ିଆମାନଙ୍କର ଆଜି ହେଉଛି ମାନେ ସବୁକିଛି ଧାନ ଉପରେ ସବୁ ଡିପେଣ୍ଡେଡ଼, ସବୁ ଜିନିଷ ହିଁ ଧାନ ଉପରେ କାରବାର। ଆଜି ହେଉଛି ଧାନ ଆମର ପୂଜା ହେଲା, ବିଲର ହଳ ହେବ, ପୂଜା ହେବ, କ'ଣ କେମିତି ଆମ୍ବ ପିତା କତରୁ ଓଡ଼ିଆ ଅସ୍ମିତାର ଏଇ ହେଉଛି ଆମର ଓଡ଼ିଆମାନଙ୍କର ପର୍ବ। ଚାଷ ଆମର କ'ଣ କେମିତି ଧାନ ହେବ, ଧାନ କେମିତି ନୀତି ହିସାବରେ ପୂଜାପୂଜି କଲେ ଧାନ ଆମର ଭଲ ହେବ, ଚାଷୀ ଭାଇମାନେ ଉପକୃତ ହେବେ, ସେଥିପାଇଁ ହିଁ ପର୍ବଟାକୁ ପାଳନ କରନ୍ତି। ଅକ୍ଷୟ ତୃତୀୟା ପବିତ୍ର ଦିବସ, ଓଡ଼ିଶାର 12 ମାସର 13 ପର୍ବ ଆପଣମାନେ ସମସ୍ତେ ଜାଣିଥିବେ। ଇଏ ସେଥିରୁ ଗୋଟେ ଅନୋଖା ପର୍ବ। ଏ ପର୍ବରେ ଆଜି ଜିଲ୍ଲାସ୍ତରୀୟ ଜିଲ୍ଲା ସ୍ତରୀୟ ଗୋଟେ ପ୍ରୋଗ୍ରାମ ଆମେ ଆୟୋଜନ କରିଥିଲୁ। ଆଜି ଅକ୍ଷୟ ତୃତୀୟାର ପ୍ରଥମେ ଚାଷୀ ଭାଇ ତାର ଆଜି ଚାଷ କାମ ଆରମ୍ଭ କରେ। ଆଉ ବିଭିନ୍ନ ପ୍ରକାର ଗୃହ କାର୍ଯ୍ୟକ୍ରମ ଯୋଉମାନେ ଏଇଭଳି ଏକ ପବିତ୍ର ଦିନ, ଏ ପବିତ୍ର ଦିନରେ ପ୍ରତ୍ୟେକ ଗୃହ କାର୍ଯ୍ୟ, ବିଭିନ୍ନ ପ୍ରକାର କାର୍ଯ୍ୟ ଯୋଉଟା ଶୁଭାରମ୍ଭ କାର୍ଯ୍ୟ ଅନୁଷ୍ଠିତ ହୁଏ। ଆଉ ଏ ପ୍ରୋଗ୍ରାମରେ ଆମର ଜିଲ୍ଲା ସଭାପତି ଉପସ୍ଥିତ ଥିଲେ, ଆଉ ଆମର ଉପେନ୍ଦ୍ର ରାଉଳ ମହୋଦୟ କାର୍ଯ୍ୟକାରିଣୀ ସଦସ୍ୟ କୁସୁମ ମୁଚାରା ସିଏ ବି ଥିଲେ, ମଣ୍ଡଳ ସଭାପତି, ପ୍ରତ୍ୟେକ ସରପଞ୍ଚ ସମସ୍ତେ ଏଥିରେ ଉପସ୍ଥିତ ଥିଲେ। ମୋର ଏତିକ ଭଗବାନ ପାଖରେ ପ୍ରାର୍ଥନା ରହିବ, ଚାଷୀ ଭାଇମାନଙ୍କର ଉତ୍ତରୋତ୍ତର ଉନ୍ନତି ହଉ, ଭଗବାନ ସେମାନଙ୍କୁ ସୁଖ ସମୃଦ୍ଧିରେ ଭରିଦିଅନ୍ତୁ।